ଯୋଗର 8 ଅଙ୍ଗ ମଧ୍ୟରୁ ଯମ ନିୟମର ଆଲୋଚନା ଆମେ ଶୁଣିଛୁ। ବର୍ତ୍ତମାନ ଆସିବା ଆସନ ଉପରକୁ। ଆସନ ଗୋଟିଏ ଅତି ଆବଶ୍ୟକ ଅଙ୍ଗ ଯୋଗର। ବିନା ଆସନରେ କେହି କିଛି କରିପାରନ୍ତି ନାହିଁ। ସାଂସାରିକ କ୍ଷେତ୍ରରେ ମଧ୍ୟ ଆମେ ଦେଖୁଛୁ ଜଣେ ଲୋକ କାର୍ଯ୍ୟ କରିବା ପାଇଁ, କୌଣସି କାର୍ଯ୍ୟ କରିବା ପାଇଁ ଗୋଟିଏ ସ୍ଥିତିରେ ତାର ଶରୀରକୁ ରଖେ। ଇଂରାଜୀ ଯାହାକୁ ପୋଜ୍ କୁହନ୍ତି, ସେହି ସ୍ଥିତିରେ ଆମେ ରଖିବା। ଧରନ୍ତୁ ଜଣେ ଖାଇବା ପାଇଁ ବସିଛି, ତା ପାଇଁ ଗୋଟେ ଆସନ ଦରକାର। ପଢ଼ିବାକୁ ବସିଛି, ତା ପାଇଁ ଗୋଟେ ଆସନ ଦରକାର। ଲେଖିବାକୁ ବସିଛି, ତା ପାଇଁ ଗୋଟେ ଆସନ ଦରକାର। ବିଭିନ୍ନ ପ୍ରକାର ଭାବରେ ଦେହର ସ୍ଥିତିକୁ ଆମେ ରଖିବୁ, ତାହେଲେ ସେଇ କାମଟା ହେଇପାରିବ। ଯେଉଁ ପ୍ରକାର ଆସନରେ ବସିକି ଆମେ ଖାଉଛୁ, ସେହି ପ୍ରକାର ଆସନରେ ଆମେ ମଳତ୍ୟାଗ କରିପାରିବୁ ନାହିଁ। ତେଣୁ ଆସନକୁ ଆମେ ବିଭିନ୍ନ ନାମରେ ନାମିତ କରିପାରିବା। ଧର ପାଠ ପଢ଼ିବାକୁ ବସିଛୁ, ପାଠାସନ। ଖାଇବାକୁ ବସିଛୁ, ଭୋଜନାସନ। ଲେଖିବାକୁ ବସିଛୁ, ଲେଖନାସନ। ବିଭିନ୍ନ କାମ ପାଇଁ ବିଭିନ୍ନ ଆସନ ଆମେ ନାମ ଦେଇପାରିବା। ଯୋଗ କ୍ଷେତ୍ରରେ ସେହିପରି ଅନେକ ନାମ ଆସନମାନଙ୍କର ଦିଆହେଇଛି। ଯେତେବେଳେ ହଠ ଯୋଗ ଚାଲିଲା ଦେଶରେ, ମତ୍ସ୍ୟେନ୍ଦ୍ରନାଥ, ଗୋରଖନାଥ ପ୍ରଭୃତି ଯେତେବେଳେ ଆସନ ବିଷୟରେ କହିବାକୁ ଆରମ୍ଭ କଲେ, ସେତେବେଳେ ସେମାନେ କହିଲେ 84 ଲାଖ ଆସନ ଅଛି। 84 ଲକ୍ଷ ଆସନ। ଆପଣମାନେ ଡରିଯିବ ଶୁଣିକି, କାରଣ ଗୁରୁ ବି ଶିଖେଇ ପାରିବନି, ମରିଯିବ। ଶିଷ୍ୟ ବି ଶୁଣିପାରିବନି, ମରିଯିବ। ଏ ଯେ ଶିଖେଇବା ଆଉ ଶିଖିବା, ଏ ଦୁଇଟା ପାଇଁ ଯଦି 84 ଲକ୍ଷ ଆସନ ଆମେ କହିବା, ତାହେଲେ ସେମାନେ କହୁଛନ୍ତି 84 ଲକ୍ଷ ଯୋନି ଅଛି। ବିଭିନ୍ନ ଲୋକଙ୍କୁ ଅନୁସରଣ କରି, ଚଢ଼େଇକୁ, ମାଛକୁ, ବିଭିନ୍ନ ଆସନକୁ ଅନୁକରଣ କରିକି ଆମେ ଗୋଟେ ଆସନ ନାମ ଦେଇପାରିବା। ମୟୂରାସନ, କୁକୁଟାସନ, ବିଡ଼ାଳାସନ, ଏପରି ବିଭିନ୍ନ ଜୀବଜନ୍ତୁର ପୋଜ ଦେଖି ଆମେ ନାମ ଦେଇପାରିବା। ପ୍ରକୃତରେ ସେତେ ଆସନ ନୁହେଁ। ଏପରିକି 84ଟା ଆସନ ଯଦି ମଧ୍ୟ କୁହାଯିବ, ତାହେଲେ ମଧ୍ୟ ଲୋକଙ୍କୁ କଷ୍ଟକର ହେବ। ମଣିଷ ସମୁଦାୟ 3 ପ୍ରକାର ଆସନ, 3 ପ୍ରକାର ସ୍ଥିତି ଦେହକୁ ରଖେ। କିଛି ସମୟ ସେ ଦେହକୁ ଶୋଇକି ରଖେ, କିଛି ସମୟ ଦେହକୁ ଛିଡ଼ା କରି ରଖେ, କିଛି ସମୟ ଦେହକୁ ବସିକି ରଖେ। ତ ବସିବା, ଛିଡ଼ା ହେବା, ଶୋଇବା, এই 3ଟା ହେଉଛି ମୁଖ୍ୟ ଆସନ। এই 3ଟା ଆସନକୁ ଫେରଫାର କରିକି ଇଏ ନାମ ଦେଇଛି ପଦ୍ମାସନ, ବୃକ୍ଷାସନ, ନା ପ୍ରକାର ନାମ ସବୁ ଦିଆହେଇଛି। ପାତଞ୍ଜଳି ମୁନିକୁ ଆମେ ଯଦି ପଚାରିବା ଆସନ କ'ଣ, ସିଏ ବହୁତ ସୁନ୍ଦର ସୂତ୍ରଟେ ତା ପାଇଁ ଦେଇଛନ୍ତି। ସେ କହିଛନ୍ତି ସ୍ଥିର ସୁଖମ ଆସନ। ଦେହକୁ ଆମେ ସ୍ଥିର ରଖିବା ଅଧିକ ସମୟ, ଅର୍ଥାତ୍ ଆମେ ଯେ ଯୋଗର ପରମ ଲକ୍ଷ୍ୟ, ଯାହାକୁ ଆମେ କହୁଛେ ସମାଧି, ସମାଧିରେ ପହଞ୍ଚାଇବା ପାଇଁ ଦେହକୁ ଦୀର୍ଘକାଳ ଆମକୁ ରଖିବାକୁ ଗୋଟେ ଅବସ୍ଥାରେ, ତାହା ହେଉଛି ପ୍ରକୃତରେ ଯୋଗାସନ। ଆଉ ଯେତେ ଆସନ ମୁଁ କହିଲି, ମତ୍ସ୍ୟାସନ, ଗରୁଡ଼ାସନ, ଏସବୁ ଆସନ ଅଧିକ ସମୟ ରହିପାରିବା ନାହିଁ। ଯଦି ମଧ୍ୟ ସେଠି ଆମେ ଅଧିକ ସମୟ ଅଭ୍ୟାସ କରି ତାକୁ ରଖିବା, ସୁଖ ଅନୁଭବ ହେବ ନାହିଁ। ସେ କହୁଛି ସ୍ଥିର ସୁଖମ ଆସନ। ସ୍ଥିରପୂର୍ବକ ଅନେକ ସମୟ ରହିବ, ସୁଖ ଅନୁଭବ ହେଉଥିବ, ତାକୁ ଆସନ କୁହନ୍ତି। ତେଣୁ ଯଦି ବି ଆମେ ଦେହକୁ କଷ୍ଟ କରି, ବାରମ୍ବାର ପରିଶ୍ରମ କରିକି, ଅଭ୍ୟାସ କରିକି ଦେହକୁ ଆମେ ବେଶୀ ସମୟ ରଖିପାରିବା ଗୋଟେ ପୋଜରେ, ସୁଖ ଆମକୁ ମିଳିବନି। ଧରନ୍ତୁ ମୁଁ ଶୀର୍ଷାସନ ଲଗେଇବି, ମୁଣ୍ଡ ତଳକୁ କରିବି, ଗୋଡ଼ ଉପରକୁ କରିବି, ଶୀର୍ଷାସନ ହେଇଗଲା। କିନ୍ତୁ ବେକ କଟକଟ ଡାକିବ, ଦେହ ହଲିବ, ସ୍ଥିର ରହିପାରିବ ନାହିଁ। ତେଣୁ ଯେଉଁଟା ଶୀର୍ଷାସନ କହୁଛନ୍ତି ସେମାନେ, ପୁରାପୁରି ଦେହକୁ ଓଲଟେଇ ଦେଉଛନ୍ତି, ସେଇଟାକୁ ଆମେ ଯୋଗାସନ କହିପାରିବା ନାହିଁ। ଯଦ୍ୟପି ଆଜିକାଲି ବଜାରରେ ଅନେକ ବହି ମିଳୁଛି, ଅନେକ ଚାର୍ଟ ମିଳୁଛି। ସେ ଚାର୍ଟରେ ସେମାନେ ଏତେ ଆସନ ସବୁ ଦେଖେଇଛନ୍ତି, ତାକୁ ଯେତେବେଳେ ଲୋକମାନେ କିଣିକି ଆଣନ୍ତି, ବଜାର କିଣିକି, ସେ ଆସନ ଦେଖି ଡରିଯାଆନ୍ତି। ଆଉ କହନ୍ତି ନା ବାବା, ଆମ ଦ୍ୱାରା ଯୋଗ ଫୋଗ ହେଇପାରିବ ନାହିଁ। ଯୋଗ କରିବା ଏତେ କଷ୍ଟ କରିବାକୁ ପଡ଼ିବ, ଏମିତି ଦେହକୁ ରଖିବାକୁ ପଡ଼ିବ, ସେମିତି ଦେହକୁ ରଖିବାକୁ ପଡ଼ିବ, ମୋଡ଼ାମୋଡ଼ି କରିବାକୁ ପଡ଼ିବ, ଭଙ୍ଗାଭଙ୍ଗି କରିବାକୁ ପଡ଼ିବ।
उल्टा बड़े देह को घूरिया पड़ो ये सब जी करने देखो से डरीज से भाया हटयोगी मैंने जो सब वही सब बाहर कले से विभिन्न प्रकार देह को सब देखले हाँ यह निराट सत्य कथा ये सर्कस पार्टी उपयुक्त हो पारे लोक देखी गोटे आकृष्ट करे किंतु साधारण लोक साधन करें ना आ उचित नुह जो आसन सब आप देखुं टीवी रे खबर कागज पत्र पत्रिकार से सब आसन जदि कर चेष्टा करें खराब हो मुझे कहली शीर्षासन मुंड तलक हो गोड़ ऊपर को ताफल कौन हम मूत्राशय उल्टी जीव किडनी उल्टी जीव लिभर उल्टी जीव खाद्य जंत्र उल्टी जीवे पाकस्थली उल्टी जीव श्वासन उल्टी जीव संपूर्ण उल्टा आसन हो गला प्रकृति तैयारी कर गोड़र भंडा को गोड़र हाड़ को ये स्वर को छिड़ा कर रखिपर बेक हाड़ ताहा एत शक्त नुहे विभिन्न हाड़ गुड़िक खंजा होमर ग्रीवा तो सी के सारा शरीर भार को संभाली पार ना जदि आम करदे देहर क्षति हम आम जोग कर गोटे भल कम करने उपकार पाइबापी शरीर को निरोग रखापी आ उल्टा कथा है आमको शरीर को रोगाकरण कर तो देखी शिखिकी जो मैंने जोग सब करती मो पाक के लोग आसती से कहते सारा मुझे टीवी देखी करुँच अमुक देखी कर देखी कर बही पढ़ी कर कौन हो लाभ तो किसी हुए ना उल्टी देहर क्षति साधन हुए तेणु से प्रकार जो आसन अवैज्ञानिक अप्राकृतिक एवं संपूर्ण त्याज्य किंतु पातंजलि मुनि जहाँ कहते स्थिर सुखम आसनम स्थिर पूर्वक अनेक समय रही हम अच देह उपर कौन सी कुप्रभाव पड़ो ना मन स्थिर रनबोध विचलित हम ना प्राण स्थिर प्राणबोध विचलित हम ना हूँ प्रकृति हाँ यह निराट सत्य कथा प्रत्याहार में जो आसन करवा से आसन प्राणायाम करवा ना प्राणायाम जो आसन करवा से आसन ध्यान करवा ना यह निराट सत्य कथा किसी तफात अच्छी कि तार अर्थ नुहे जे आम जापारिता अवस्था देह को रखिकी जोगर जो अच्छी छटा प्रैक्टिकल जिनस आम सब गुड़ाक देह उपर कष्ट देला भाया चाप देला भाया मस्तिष्क चाप देला भाया आम कि करवा उचित यह जो मैंने करुँच तार खराब गुण जापारि ना गोटे विश्वास पड़ी कई बतेदेला अवस्था कर मुनि समाज आदौ ग्रहण करना शिव मुनि आदौ ग्रहण करना किंतु पातंजलि मुनि जहाँ लिखिं क्षीरम सुखम आसनम ताको मनुष्य ग्रहण करे तार संपूर्ण वैज्ञानिक सिस्टेमेटिक हाँ केते लोक युक्ति करती जदि आम हठजोगर विभिन्न आसन बंध मुद्रा करवा ताहले सेटा गोटे व्यायाम अल्प समय मध्य देह को आम थकई दे पार अल्प समय मध्य देह को कंट्रोल कर अल्प समय मध्य आम गोटे पार्टिकुलर अंग उपर प्रेसर पकई पार चाप दे पार यह सत कथा किंतु ये जो चाप पकड़ा कथा मुझे कहूँ प्रेसार दवा कथा मुझे जो सर प्राकृतिक भाव में हुए ताहले निश्चित भाव में स्वर क्षति कर शिव मुनि कौन कर आसन भितर को रजाई सी गोटे अष्टादश चक्र भेदन बोली गोटे पाठ बाहर कर जहाद्वारा देहर संपूर्ण व्यायाम हो आउ सिस्टमेटिक एंड साइंटिफिक किंतु हठजोगर जो विभिन्न आसन जहाँकि बर्तमान योगी मैंने देखते आप सब टीवी देखुए से सिस्टमेटिक किसी ना पाद साधन कर हाथ साधन आरंभ करदे हाथ साधन कर बेक साधन आरंभ करदे पेट साधन कर जंग साधन आरंभ करदे सिस्टमेटिक हो साइंस हूँ गोटे सिस्टमेटिक सिस्टम आम सिस्टमेटिक अवस्था जी आम किसी न प्रणालीगत भाव में ताले से आम कार्यकारी हम ना
ଶିବମୁନି ଯେଉଁ ଅଷ୍ଟମ ଚକ୍ର ଭେଦନ କରିଛନ୍ତି ଆପଣ ଦେଖନ୍ତୁ ଯେଉଁମାନେ ମଣିଷ ବହିଛନ୍ତି ଆଗରୁ ସାଧନ କରୁଛନ୍ତି ଜାଣିଥିବେ ତଳିପାରୁ ତାଳୁ ପର୍ଯ୍ୟନ୍ତ ପ୍ରତି ଗଣ୍ଠି ପ୍ରତି ସନ୍ଧି ପ୍ରତ୍ୟେକ ଯୋଡ଼ ପ୍ରତ୍ୟେକ ଶିରା ପ୍ରଶିରା ପ୍ରତ୍ୟେକ ସ୍ଥାନର ସାଧନ ସେ କରିଛନ୍ତି ସେଥିରେ ଚକ୍ରଭେଦନ ବି ହେଇଯାଉଛି ଯୋଗ ବ୍ୟାୟାମ ବି ହେଇଯାଉଛି ଏବଂ ଆସନର ଯେଉଁ ଫାଇଦା ମିଳନ୍ତା ତାହା ମଧ୍ୟ ମିଳିଯାଉଛି ତେଣୁ ସେଇଟାକୁ ଆମେ ଛାଡ଼ିକିରି ହାଫାଜାଡ଼ଲି ଏପଟ ସେପଟ କରି ଯାହା ତା ଭାବରେ ଅବୈଜ୍ଞାନିକ ଉପାୟରେ ସାଧନ କରିବା କାହିଁକି ତେଣୁ ବନ୍ଧୁଗଣ ସେହିସବୁ ହଟଯୋଗର ଯେଉଁ ଆସନ ତାହା ଆପଣ ଆଦୌ ସାଧନ କରିବେ ନାହିଁ ହଁ କରିବେ କେତେବେଳେ ଯଦି ରେମେଡ଼ିଆଲ ପାଇଁ କୌଣସି ରୋଗର ଦୂରୀକରଣ ପାଇଁ ଆପଣ ତାକୁ କରିପାରନ୍ତି କିନ୍ତୁ ତାହା ମଧ୍ୟ ବିଶିଷ୍ଟ ଯୋଗୀମାନଙ୍କୁ ବୁଝି ଶିଖି ଠିକ୍ ଭାବରେ ତାକୁ ଅନ୍ୟ ସମୟରେ କରିବେ ଯେତେବେଳେ ଆପଣ ଚକ୍ରଭେଦନ କ୍ରିୟା କରୁଛନ୍ତି ବା ଯୋଗ ସାଧନ କରୁଛନ୍ତି ସେତେବେଳେ ତାକୁ ମିଶାଇବେ ନାହିଁ ଦେଖନ୍ତୁ ଏଇ ଯେଉଁ ଅଷ୍ଟାଦଶ ଚକ୍ରଭେଦନ କରାଯାଇଛି ସେଥିରେ ସବୁ ଅଙ୍ଗର ସବୁ ଆସନର ସବୁ ବନ୍ଧ ମୁଦ୍ରାର କିଛି କିଛି ଅଂଶ ରହିଛି ଏବଂ ସେ ଅଂଶ ପୁଣି ଏତେ ମାଇଲ୍ଡ ଏତେ ମୃଦୁ ଭାବରେ ରଖାଯାଇଛି ଯେ ସେଥିରେ କାହାରି କିଛି ପ୍ରତିକ୍ରିୟା ସୃଷ୍ଟି ହେବ ନାହିଁ ତେଣୁ ଯେଉଁଟା ପ୍ରତିକ୍ରିୟା ସୃଷ୍ଟି କରିବ ନାହିଁ ତାକୁ ଆମେ କରିପାରୁ କିମ୍ବା ଯେମିତି ମୁଁ କହିଲି ଯେ ଯଦି କିଛି ହଟଯୋଗର ଆସନ ବନ୍ଧ ମୁଦ୍ରା ଆବଶ୍ୟକ ହେଉଛି ଆପଣଙ୍କର କିଛି ରୋଗ ପାଇଁ ବା କୌଣସି ନିର୍ଦ୍ଦିଷ୍ଟ ଅଙ୍ଗର ଆବଶ୍ୟକତା ହେଉଛି ଯଦି ତାକୁ ମଧ୍ୟ ଭଲ ଯୋଗ ଶିକ୍ଷକ ପାଖରେ ପଚାରି ବୁଝି ସେଇ ରୂପ କରନ୍ତୁ ପ୍ରଚାରରେ ଭୁଲନ୍ତୁ ନାହିଁ ପ୍ରଚାରରେ ଭୁଲିବା ଦ୍ୱାରା ଆପଣଙ୍କର ନିଜତ୍ୱ ନଷ୍ଟ ହେଇଯିବ ମୁଁ ଯେଉଁ କଥା କହୁଛି ମୁଁ ମଧ୍ୟ ମାନିବା ପାଇଁ କହୁନାହିଁ କିନ୍ତୁ ଆପଣ ତାକୁ ବିଚାରକୁ ନିଅନ୍ତୁ ବିଚାରରେ ଯେତେବେଳେ ଆପଣଙ୍କ ଟେକିବ କଥା କରନ୍ତୁ ଯେଉଁ ଅଙ୍ଗକୁ ଯେପରି ଭାବରେ ପ୍ରାକୃତିକ ଭାବରେ ମୋଡ଼ାମୋଡ଼ି କରିବା କଥା ଧର ଏ ଆଙ୍ଗୁଳି ଗୁଡ଼ାକ ଏଇ ପ୍ରକାର ପ୍ରାକୃତିକ ଭାବରେ ମୋଟା ମୋଟା ହେଉଛି ଆମେ ତାକୁ ଉଲ୍ଟା ଆଡ଼ିକି ତେଡ଼ିବା ତା ଖରାପ ହେବ ଏଇ ଗଣ୍ଠିଟା ଇଆଡ଼େ ଯିବା ଆସିବା କରୁଛି ତାକୁ ଯଦି ଆମେ ଉଲ୍ଟା ଆଡ଼େ ତେଡ଼ିବା ଅସୁବିଧା ହେବ ଏରକମ ବସିଛି ଇଏ ଗୋଟେ କଥା ଯଦି ତାକୁ ଉପରକୁ ଟେକିବି ମୁଁ ଦୁଇଟା ସାରା ଗୋଡ଼ ଉପରକୁ ଟେକିଦେଲି ଆଉ ମୁଁ କହିଲି ମୁଁ ପଦ୍ମାସନ କରୁଛି ଏଇ ଯେଉଁ ମୋଡ଼ାମୋଡ଼ି ହେଉଛି ତାଦ୍ୱାରା ଆମର ଯେଉଁ ସିଷ୍ଟମ ଅଛି ଶିରା ପ୍ରଶିରା ଗଣ୍ଠି ତା ଉପରେ ପ୍ରଭାବ ପଡ଼ିବ ଆପଣ ଦେଖିଥିବେ ଅନେକ ଯୋଗୀଗୁରୁ ସବୁ ଶିଖାନ୍ତି ସବୁ ଯୁବକମାନେ ବୁଢ଼ା ଲୋକ ଶିଖାନ୍ତି ନାହିଁ କିନ୍ତୁ ମନୁଷ୍ୟ ସମାଜର ସାଧନ ଯେଉଁ ଚକ୍ରଭେଦନ ମୋ ବୟସ ଲୋକମାନେ କରିପାରିବେ ଗୋଟେ 8 ବର୍ଷ ପିଲା ବି କରିପାରିବ ଆହୁରି ବୃଦ୍ଧ ଲୋକ ମଧ୍ୟ କରିପାରିବ ତ ଜଣେ ଲୋକ ପେଟକୁ ଏମିତି ବୁଲେଇଲା ମୋ ପେଟଟା କାହିଁ ବୁଲୁନି ଏ ହତାଶ ହେବା ଅପେକ୍ଷା ସେସବୁ ଜଞ୍ଜାଳରେ ପଶିବା ଉଚିତ ନୁହେଁ ତାକୁ ଛାଡ଼ିଦେବା ଉଚିତ କାରଣ ଅଧିକ ଲୋଡ୍ ଗୋଟେ ମାଂସପେଶୀ ମଧ୍ୟ ନିଏ ନାହିଁ ମୁଁ ଗୋଟେ ଉଦାହରଣ ପାଇଁ ଆପଣଙ୍କୁ ବୁଝେଇବି ଯେଉଁମାନେ ସବୁ ପହଲବାନ ମାଲକୁସ୍ତି ଶିଖାନ୍ତି ବା ମାଲକୁସ୍ତି କରନ୍ତି ସେମାନେ ସାଧାରଣତଃ 32-33 ବର୍ଷ ପରେ ଆଉ କରନ୍ତି ନାହିଁ ଛାଡ଼ି ଦିଅନ୍ତି କାରଣ ତାଙ୍କର ଯେଉଁ ମାଂସପେଶୀ ଉପରେ ବେଶୀ ପ୍ରେସାର ପକାନ୍ତି ତାହା ସବୁ ଷ୍ଟିପ୍ କରିଯାଏ ତେଣୁ ଦେହର ଯେଉଁ ଲାଳିତ୍ୟ ଇଲାଷ୍ଟିସିଟି ଅଫ୍ ବଡି ଯାହାକୁ ଆମେ କହୁଛୁ ସେଇଟା ରହିବନି ସେଇଟା ନଷ୍ଟ ହେଇଯିବ ମୁଁ ଦେଖିଛି ଯେଉଁମାନେ ସବୁ ପହଲବାନ କରି ନାମ କରୁଥିଲେ ସେମାନେ 60-65 ବର୍ଷ ହେଲା ବେଳକୁ ତାଙ୍କର ହାଡ଼ ଗଣ୍ଠି ସବୁ ଦରଜ ହେଇଯାଏ ଆଣ୍ଟିଯାଏ ଷ୍ଟିପ୍ କରିଯାଏ ଆଉ ସେମାନେ ଚଲାବୁଲା ମଧ୍ୟ କରିପାରନ୍ତି ନାହିଁ ସାଧନ କରିବା ତ ଦୂର କଥା ଚଲାବୁଲା ମଧ୍ୟ କରିପାରନ୍ତି ନାହିଁ ତେଣୁ ବନ୍ଧୁଗଣ ଏସବୁ ବିଷୟରେ ଆପଣ ଭିତରକୁ ନ ପଶି ଆସନ କ'ଣ ତାର ବିଜ୍ଞାନଟା ବୁଝନ୍ତୁ ତାହାରି ଉପରେ କାମ କରିବେ ଯଦି ଆମର ମାଂସପେଶୀ ଏତିକି ଲୋଡ଼ ନେଇପାରୁଛି ତାଠାରୁ ବେଶୀ ଲୋଡ଼ ଯଦି ନ ନେଇପାରୁଛି ଆମେ ସେତେ ପ୍ରେସାରାଇଜ୍ କରିବା ନାହିଁ ଆମେ କ'ଣ କରିବା ଯେତିକି ଆମର ମାଂସପେଶୀ ଲୋଡ଼ ନେଉଛି ମନୁଷ୍ୟ ସମାଜର ଚକ୍ରଭେଦ ସାଧନଟା ଆପଣ ଦେଖିଥିବେ ସେ ଯେଉଁ ସାଧନ କରାହେଉଛି ଶରୀର ସହିପାରିଲା ଭଳିଆ ସାଧନ କରାହେଉଛି ଏରୋବିକ୍ସ ନନ୍ ଏରୋବିକ୍ ନୁହେଁ ଜଣେ ଲୋକ 6 ସଂଖ୍ୟାର ସାଧନ କରିପାରୁଛି ତାକୁ ସେଇ 6 ସଂଖ୍ୟାରେ କୁହାଯାଉଛି
ଜଣେ ଲୋକ 12 ସଂଖ୍ୟାରେ କରିପାରୁଛି, ତାକୁ ସାଧନ କରିବା 12 ସଂଖ୍ୟା କୁହାଯାଉଛି। 9 ସଂଖ୍ୟାରେ ଜଣେ କରିପାରୁଛି, 9 ସଂଖ୍ୟାରେ ଆମେ କରୁଛୁ। ତାର ଦେହର ଯେତିକ ଶକ୍ତି ଅଛି, ଯେତିକ ସହି ସେ ପାରିବ, ସେଇ ଅନୁପାତରେ ଆମେ ତାକୁ କରୁଛୁ। ଆମେ ତାକୁ ଅଧିକ କରିବା ପାଇଁ କହୁନୁ ବା ବେଶୀ କରିବାକୁ କହୁନୁ। ହଁ, ମଜା କଥା ହେଉଛି କ'ଣ, ଚକ୍ରଭେଦନ ସମୟରେ ଆମେ ଯେଉଁ ଖଞ୍ଜାର ଯେଉଁ ଗଣ୍ଠିରୁ ଆମେ ସାଧନ କରୁଛୁ, ସେ ଜାଗାରେ ମନକୁ ରଖିବା ପାଇଁ କହୁଛୁ। ତା ଫଳରେ ସେଇ ଜାଗାରେ ଯେଉଁ ପ୍ରାଣକେନ୍ଦ୍ର ଅଛି, ସେ ପ୍ରାଣକେନ୍ଦ୍ର ସକ୍ରିୟ ହେଉଛି ଏବଂ ତା ଫଳରେ ସେଇ ଜାଗାରେ ଥିବା ଯେଉଁ ବିକୃତି ତାହା ଲୋପ ପାଇଯାଉଛି। କିନ୍ତୁ ଫଟୋଯୋଗୀମାନେ ଯେଉଁ ପ୍ରକାର ଆସନ ଶିଖାଉଛନ୍ତି, ତାଙ୍କର ମନ ସେଠି ରହିବ, ଏମିତି କିଛି ନିୟମ ନାହିଁ। ଯେଉଁ ଗଣ୍ଠିରେ ସାଧନ କରୁଛନ୍ତି ସେ ଜାଗାରେ ମନ ରହୁନାହିଁ। ତ ମନ ଯଦି ରହୁନାହିଁ, କେତେକ ଆସନ ତ ଆପଣ ଶିଖେଇବା ଦେଖିଥିବେ, ଯୋଗୀମାନେ ଶିଖାଉଛନ୍ତି, ତାଙ୍କୁ କହୁଛି ଏମିତି ଏମିତି କର, ଆସନ ଅନ୍ୟ କଥା ଆଲୋଚନା କରୁଛନ୍ତି। ମନ ଯଦି ପ୍ରାଣ ପାଖରୁ ଦେହ ପାଖରୁ ଅଲଗା ହେଇଗଲା, ତାହେଲେ ସେ ଆସନର କୌଣସି ମୂଲ୍ୟ ନାହିଁ। କିନ୍ତୁ ଆମେ ଯେ ଚକ୍ରଭେଦନ କ୍ରିୟାରେ ଆମେ କ'ଣ କରୁଛୁ, ମନକୁ ସେଇଠି ରଖୁଛୁ, ପ୍ରାଣକୁ ସେ ନେଇ ପହଞ୍ଚଉଛୁ। ତା ଫଳରେ ଆତ୍ମିକ ଶକ୍ତି, ଯେଉଁଟା ଆମର ସ୍ପିରିଚୁଆଲ ଏନର୍ଜି ଆମେ ଯାହା କହୁଛୁ, ସେ ସ୍ଥାନକୁ ଯାଉଛି ଏବଂ ସେ ସ୍ଥାନ ବିକାର ଦୂର କରିଦେଉଛି, ଯେଉଁଟାକି କେବେ ହେଲେ ସମ୍ଭବ ନୁହେଁ ଫଟୋଯୋଗୀମାନଙ୍କ ପାଇଁ। ତେଣୁ ବହୁତ ଭାବିଛନ୍ତି ପାତଞ୍ଜଳି ମୁନି ଆସନର ସଂଜ୍ଞା ଦେଇଛନ୍ତି ଯେ ସ୍ଥିର ସୁଖମ ଆସନ। ସ୍ଥିର ପୂର୍ବକ ଅନେକ ସମୟ ରହିପାରିବା, ଏପରିକି ସମାଧି ପରେ ରହିପାରିବା। ମୋତେ ଜଣେ ଭାଇ ପଚାରିଲେ, ସାର୍ ଆପଣ ଶୀର୍ଷାସନ କରନ୍ତି ନା ନାହିଁ? ବୋଲେ ହଁ କରନ୍ତି। ନା କେମିତି କରନ୍ତି? ମୁଁ ଚିଠେଇ ଶୋଇପଡ଼େ। କାରଣ ମୁଁ ଗୋଟିଏ ଆସନରେ 5 ଘଣ୍ଟା 6 ଘଣ୍ଟା ରାତି ରହୁଛି। ତାଠୁ ଶ୍ରେଷ୍ଠ ଆସନ କୋଉଟା ହେବ? ଶୀର୍ଷାସନ। ଆଉ ଗୋଟେ ଆପଣ ନାମ ଦେବେ। ଶୀର୍ଷ ମାନେ ଶ୍ରେଷ୍ଠ, ଯେଉଁଟା ସବୁଠୁ ଉଚ୍ଚ, ସବୁଠୁ ଭଲ, ଦି ବେଷ୍ଟ। ଶୋଇପଡ଼ିବା, ଚକ ମାରି ଶୋଇପଡ଼ିବା, କିଛି ଶୋଇପଡ଼ିବା, ତାଠୁ ଭଲ ଆସନ କ'ଣ ହେଇପାରେ? ଦେହକୁ ଆମେ ଗୋଟିଏ ଏମିତି ସ୍ଥିତିରେ ରଖିପାରିବା ଯେଉଁଥିରେ ଆମେ ସମାଧି ଲାଭ କରିପାରିବା। ତ ଯେଉଁ କଥା ମୁଁ କହିଲି, ବସିବା, ଛିଡ଼ା ହେବା ଏବଂ ଶୋଇବା, ଏଇ 3ଟା ହେଉଛି ପ୍ରମୁଖ ଆସନ। ଆଉ ଗୁଡ଼ାକ ଅନ୍ୟମାନେ ସବୁ ନାମ ଦେଇଛନ୍ତି, ଏ ପ୍ରକାର ସେ ପ୍ରକାର ନାମ ଦେଇଛନ୍ତି। ହଁ, ମୁଁ ସେଗୁଡ଼ାକ ଅସ୍ୱୀକାର କରୁନାହିଁ। ବାରାନ୍ତରେ ସେ ବିଷୟରେ ମଧ୍ୟ ଆଲୋଚନା କରିବି ଯେ ଯେଉଁ ଆସନ ଗୁଡ଼ାକ ଆମେ ରୋଗ ନିବାରଣ ପାଇଁ ଶିଖାଉଛୁ, ଅତି ସରଳ, ଅତି ସହଜ, ଯେଉଁଗୁଡ଼ାକ ସବୁ ଲୋକ କରିପାରିବେ, ସେଇ ପ୍ରକାର ଆସନ ମଧ୍ୟ ମୁଦ୍ରା ଆମେ କହୁନାହୁଁ ଯେ ସାର୍କେସ୍ ସମୟରେ ଦେଖାଉଥିବା ଯେଉଁ ଲୋକମାନେ ନାନା ପ୍ରକାର ଆସନ କରୁଛନ୍ତି, ଦେହକୁ ମୋଡ଼ାମୋଡ଼ି କରିକି, ଆଉ ସେଥିରେ ଲୋକମାନେ ତାଳି ମାରୁଛନ୍ତି ଆସନ କଲାବେଳେ, ସେଟା ଦରକାର ନାହିଁ। ସେ ସାର୍କେସ୍ ପାର୍ଟି ପାଇଁ ଦରକାର, ମାନେ ଯୋଗୀ ପାଇଁ ସେସବୁ ଆବଶ୍ୟକ ନାହିଁ। ସେସବୁ ଯୋଗୀ ଯଦି କରିବ, ତାର ଯେଉଁ ଶକ୍ତି ଆସ୍ତେ 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 କ୍ଷୟିତ ହେବ। ଶକ୍ତି କ୍ଷୟ, ସେ ତ ଶକ୍ତି ବଢ଼ିବା ପାଇଁ ସାଧନ କରୁଥିଲା, ଶକ୍ତି କ୍ଷୟ କାହିଁକି କରୁଛି? ତାର କାରଣ ହେଉଛି ତାର ଯେଉଁ ପ୍ରାଣ ଶକ୍ତିକୁ ଅତି ପ୍ରେସାରାଇଜ୍ ସେ କରୁଛି, ତାର ମନକୁ ଅତି ପ୍ରେସାରାଇଜ୍ କରୁଛି, ତାର ମାଂସପେଶୀକୁ ପ୍ରେସାରାଇଜ୍ କରୁଛି, ତାର ଶିରା ପ୍ରସାର ଗଣ୍ଠି ଯୋଡ଼କୁ ବେଶୀ ପ୍ରେସାରାଇଜ୍ କରୁଛି। ଅଧିକ ପ୍ରେସାର ପାଇଲା ଫଳରେ ଆପଣ ଦେଖିଥିବେ ଯେଉଁ ବଡି ବିଲ୍ଡିଂ ଏକ୍ସରସାଇଜ୍ କରୁଛନ୍ତି ଠିଆ ହେଇକି, ଧରନ୍ତୁ ଏଇଟା ଗୋଟେ ଡେଲ୍ଟାଏଡ୍ ମାସଲ, ଏ ମାସଲ ସେ ନଚାନ୍ତି, ହାତକୁ ମୁଠା କରି ଏମିତି ଗୋଟେ କାୟଦା ସେମାନେ ଶିଖିଛନ୍ତି, ଲୋକ ଦେଖିକି ଆଶ୍ଚର୍ଯ୍ୟ ଯାଆନ୍ତି ଯେ ଦେଖ ମାଂସପେଶୀ ନଚଉଛି। ହଁ, ଏଇଟା ମଣିଷ ଇଚ୍ଛା କଲେ କରିଦେଇପାରିବ, କିନ୍ତୁ କରିବା ଫଳରେ କ'ଣ ହେବ? ତାର ଯେଉଁ ମାସଲ, ଯେଉଁ ମାଂସପେଶୀ, ତାପରେ ଅଧିକ ଚାପ ପଡ଼ିବ। ଅଧିକ ଚାପ ପଡ଼ିଲେ ସେଟା ଷ୍ଟିଫ୍ ହେଇଯିବ ଏବଂ ତାର ଲାଳିତ୍ୟ ବା ଇଲାଷ୍ଟିସିଟି ସେଟା ରହିବ ନାହିଁ। ଇଲାଷ୍ଟିସିଟିଟା ନଷ୍ଟ ହୋଇଗଲେ ଦେହ ଆସ୍ତେ 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 କଦର୍ଯ୍ୟ ହେଇଯିବ। ଆପଣ ଦେଖିଥିବେ ହଠଯୋଗୀମାନଙ୍କୁ, ସେମାନେ ତାଙ୍କ ଦେହ ଅତି କର୍କଶ ଦେଖାଯାଏ, ତାଙ୍କ ଦେହରେ ଲାଳିତ୍ୟ ନଥାଏ। ଖାଲି କର୍କଶ ଦେହ ନୁହେଁ, ତାଙ୍କ ପ୍ରାଣ ମଧ୍ୟ କର୍କଶ ହେଇଯାଏ। କେବଳ ପ୍ରାଣ କର୍କଶ ନୁହେଁ, ସେମାନେ ଦେଖିବାକୁ ମଧ୍ୟ ଭୟଙ୍କର ଦେଖାଯାଆନ୍ତି। ତାର କାରଣ କ'ଣ? ତାଙ୍କ ମୁହଁରୁ ହସ ଲିଭିଯାଏ। କାରଣ ନିଜ ଦେହକୁ ଯେଉଁମାନେ କଷ୍ଟ ଦେଇପାରନ୍ତି, ତାଙ୍କ ସ୍ୱଭାବଟା ବଦଳିବା ସ୍ୱାଭାବିକ ଘଟଣା। ଦେହକୁ ଆମେ ଭଲ ପାଉ, ଏମିତି କିଏ ଗୋଟେ ଲୋକ ଅଛି ଯେ ନିଜ ଦେହକୁ ଭଲ ପାଇନି? ଅନେକ ଦୁଷ୍ଟ ବି କାୟାକ ସେ ନ ବଲ୍ଲଭ, ଅନେକ ଦୋଷ ଥିଲେ ମଧ୍ୟ କାହାର ଦେହକୁ କିଏ ଭଲ ପାଏ ନାହିଁ?
ତ ଦେହକୁ ଯିଏ ଲୋକ କଷ୍ଟ ଦେଇପାରିଲା ସେ ନିଶ୍ଚିତ ଚିଡ଼ିଚିଡ଼ା ପ୍ରକୃତିର ହେବ, ତାର ମନ ସ୍ଥିର ହେବ ନାହିଁ। ସିଏ ନିଶ୍ଚିତ ଭାବରେ ତାର ଯେଉଁ ମନର ଯେଉଁ ଲାଳିତ୍ୟ ଭାବ, ମନର ଯେଉଁ ହର୍ଷ ଭାବ, ମନର ଯେଉଁ ସମ୍ବେଦନଶୀଳ ଭାବ ତାକୁ ରଖିପାରିବ ନାହିଁ। ସେଥିପାଇଁ ହଠଯୋଗୀମାନେ କର୍କଶ ଦେଖାଯାଆନ୍ତି, କର୍କଶ ବ୍ୟବହାର କରନ୍ତି ଏବଂ ନିଜ ଦେହର ମାଂସପେଶୀକୁ ମଧ୍ୟ କର୍କଶ କରିଦିଅନ୍ତି। ଆମର କେଉଁଟା ଚାହିଁବା? ଆମ ଦେହର ଲାଳିତ୍ୟ ରଖିବା ପାଇଁ, ଦେହକୁ ସୁଖରେ ରଖିବା ପାଇଁ, ଶାନ୍ତିରେ ରଖିବା ପାଇଁ, ମନକୁ ଆନନ୍ଦରେ ଭରିଦେବା ପାଇଁ ଆମେ ସାଧନ କରିବା ନା ଆସନ କରୁଛେ ବୋଲି ଆମେ ଦେହକୁ ଏମିତି କଷ୍ଟ ଦେବା? ଦେହକୁ କଷ୍ଟ ଦେବା ପାଇଁ ଯଦି କିଏ ଯୋଗ କରୁଥାଏ, ମୁଁ ନିଶ୍ଚୟ ହାତ ଯୋଡ଼ି କହିବି, ଭାଇ ଯେତେ ଶୀଘ୍ର ପାରୁଛନ୍ତି ସେ ଯୋଗ ତ୍ୟାଗ କରନ୍ତୁ। ତା ଯୋଗ ନୁହେଁ, ଯୋଗ ଆମକୁ ପ୍ରଶାନ୍ତି ଦେବ, ଆନନ୍ଦ ଦେବ, ଆମ ପ୍ରାଣରେ ଶାନ୍ତି ଭୟ ଦେବ ଏବଂ ଆମେ ଆଉ ଗୋଟେ ଲୋକକୁ ଚାଲିଯିବା ଯେଉଁଠି ସୁଖ ଶାନ୍ତି ଆନନ୍ଦର ଗନ୍ତା ଘର। ତାହା ନକରି ଯଦି ଆମେ ଦେହ ଉପରେ ଏତେ କର୍କଶ ବ୍ୟବହାର କରିବା, ସେ ଦେହର କୌଣସି ଉପକାର କରିବ ନାହିଁ, ବରଂ ଦେହର କ୍ଷତି କରିବ। ଯେଉଁ କଥା ମୁଁ ଆଗରୁ କହୁଥିଲି ଯେ ଆମେ ହଠଯୋଗର କିଛି ଆସନ ମନ ମୁଦ୍ରା ଗ୍ରହଣ କରିପାରୁ, ତାକୁ ଆପଣମାନେ ସାଧନ କରିପାରନ୍ତି, କିନ୍ତୁ ସେତେବେଳେ କରିବେ ନାହିଁ ଯେତେବେଳେ ଆପଣ ମୁନି ସମାଜ ଯୋଗ ସାଧନ କରୁଛନ୍ତି। ଶିବମୁନି ପରିଷ୍କାର ଭାବେ ଲେଖିଛନ୍ତି ଯେ ଯେଉଁମାନେ ଚକ୍ରବର୍ତ୍ତୀ କ୍ରିୟା କରନ୍ତି ସେମାନେ କୌଣସି ଆସନ କରିବା ଆବଶ୍ୟକ ନାହିଁ। ତଥାପି ରେମିଡିଆଲ ଷ୍ଟେପ୍ ପାଇଁ, ଯୋଗ ଦ୍ୱାରା ଆରୋଗ୍ୟ ହେବା ପାଇଁ ଆମେ କିଛି ହଠଯୋଗର ଆସନ ମଧ୍ୟ ମୁଦ୍ରାକୁ ସୁପାରିଶ କରୁଛୁ। ସେ ବିଷୟରେ ମୁଁ ଆପଣଙ୍କୁ କିଛି ଦେଖେଇବି। ଦେଖନ୍ତୁ, ଅଳ୍ପ ସମୟ ଆଗରୁ ଯେଉଁ ମୁଁ ବସିଥିଲି ପଦ୍ମାସନରେ, ବିଭିନ୍ନ ପ୍ରକାର ପଦ୍ମାସନ ଅଛି, ବଦ୍ଧ ପଦ୍ମାସନ, ଆସନ ଅଛି, ତାକୁ ମୋଟ କଥା ଆମେ ଏମିତି ଭାବରେ ବସିବା ବା ଏମିତି ଭାବରେ ବସିବା। ଯଦି ଆମେ ଏମିତି ଭାବରେ ବସିଲେ ତାକୁ ଆମେ ସ୍ୱସ୍ତିକାସନ କରୁଛେ। ଏଇଟା ହେଉଛି ଧ୍ୟାନାସନ। ବହୁତ ସମୟ ଧରିକି ଯଦି ଆମେ ଧ୍ୟାନ କରିବାକୁ ଚାହୁଁ ଏ ପ୍ରକାର ଭାବେ ବସିପାରୁ। ଆମର ଯେଉଁ ଚକ୍ରଭେଦନ ପୂର୍ବରୁ, ଶୋଭନା ପୂର୍ବରୁ, ପ୍ରଣବ ପୂର୍ବରୁ ଯେଉଁ ପ୍ରକାର ଆମେ ବସୁଛୁ ମୁନି ମୁଦ୍ରାରେ, ସେଇଟାରେ କ'ଣ ହେଉଛି ନା କେବଳ ଗୋଟେ ଗୋଡ଼ ଅଣ୍ଡକୋଷକୁ ଟେକିକି ଆମେ ଗୋଟେ ଗୋଡ଼ ଏମିତି ଦେଉଛୁ, ଏ ପ୍ରକାର ବସୁଛୁ। ମୁନି ମୁଦ୍ରା ତ କୁହାଯାଉଛି। ଏଥିରେ ଆପଣ ଦେଖିବେ ଶ୍ରୀମୁନିଙ୍କର ଫଟୋ ମଧ୍ୟ ଅଛି, ଅନେକ ମୁନିମାନଙ୍କର ଫଟୋ ମଧ୍ୟ ଏହି ଆସନରେ ଅଛି। ଏହାଦ୍ୱାରା ଅଧିକ ସମୟ ଗୋଟିଏ ପ୍ରକାର ଆସନ ରହିହୁଏ ଆଉ ସୁଖ ଅନୁଭବ ହୁଏ, କୌଣସି କଷ୍ଟ ଅନୁଭବ ହୁଏ ନାହିଁ। ପଦ୍ମାସନରେ କିଛି ଟିକେ କଷ୍ଟ ଅନୁଭବ ହୁଏ, କିନ୍ତୁ ପଦ୍ମାସନ କରିବା ଫଳରେ କିଛି ରୋଗର ବିରକ୍ତି ମଧ୍ୟ ଘଟେ। ଯେମିତି ଆପଣଙ୍କୁ କୌଣସି ଯଦି ହାଇଡ୍ରୋସିଲ୍ ହେଇଥିବ କିମ୍ବା ଅର୍ଶ ହେଇଥିବ କିମ୍ବା ହିକା ଆସୁଥିବ, সেই ସମୟରେ ଯଦି ମନକୁ ସ୍ଥିର କରି ରଖି ବସିପାରିବେ ଆସନରେ, ତାହେଲେ ଶୀଘ୍ର ଆପଣ ଆରାମ ପାଇବେ। ବାରିପଦାରେ ଜଣେ ଭାଇ ଥିଲେ, ତା 2-3 ଧରି ଦେଖି ହିକା ହେଲା। ଆଉ ମୁଁ ତାଙ୍କୁ କହିଲି, ସେ ଡାକ୍ତର ପାଖରୁ ସଡ଼କ ଫେରି ଆସିଥିଲେ, ସେ ପୋଲିସ ଇନ୍ସପେକ୍ଟର ଥିଲେ ମୁଣ୍ଡ ବୋଲି। ଆଉ ମୁଁ କହିଲି ମୁଁ ଆପଣ ହିକା ବନ୍ଦ କରିଦେବି ନା କି ମୁଁ ଡାକ୍ତରମାନଙ୍କ ପାଖରୁ ଫେରି ଆସିଲେଣି, ଆପଣ ବସନ୍ତୁ ଏମିତି ଆଉ ନାକ ପାଖରେ ମନକୁ ରଖନ୍ତୁ ସ୍ଥିର ଭାବରେ, ଆସ୍ତେ ଆସ୍ତେ ନିଶ୍ୱାସ ନିଅନ୍ତୁ, ଛାଡ଼ନ୍ତୁ। ଅଳ୍ପ ସମୟ ତାଙ୍କୁ ହିକା ବନ୍ଦ ହେଇଗଲା। କେତେ ଗୁଡ଼ିଏ ରୋଗ ଆରୋଗ୍ୟ ପାଇଁ ଏ ଆସନଟା ଆବଶ୍ୟକ ହୋଇପାରେ। ତାକୁ ପଦ୍ମାସନ କୁହନ୍ତି। ଆପଣଙ୍କ ଭିତରୁ ଯଦି କେହି ପାରନ୍ତି, ଶୁଭଭାବନା ସମୟରେ ମଧ୍ୟ ଏ ପ୍ରକାର ଆସନ ବସିପାରନ୍ତି, କୌଣସି କିଛି ନାହିଁ। କିନ୍ତୁ ଯଦି ଆପଣଙ୍କୁ ଗୋଟେ କଷ୍ଟ ଲାଗିବ, ଯଦି ଆପଣ ଜଏଣ୍ଟ ପେନ୍ ଇତ୍ୟାଦି ଅଛି, ଆର୍ଥ୍ରାଇଟିସ୍ ଇତ୍ୟାଦି ଅଛି, କିନ୍ତୁ ଆସନ ବ୍ୟବହାର କରିବେ। ଆମେ ବାଧ୍ୟ କାହାକୁ କରିନାହୁଁ, ତେଣୁ ସେ ଆସନଟା ମଧ୍ୟ କରିବା ଆବଶ୍ୟକ ନାହିଁ। ଗୋଟେ ଆସନ ହେଉଛି ଯେଉଁଟା ନିହାତି ଆବଶ୍ୟକ ଆସନ, କାରଣ ଆଜିକାଲି ଯୁଗରେ ପେଟ ରୋଗ ବହୁତ ବେଶୀ। ତାର କାରଣ କ'ଣ ହେଉଛି? ଅସ୍ୱାଭାବିକ ଭାବରେ ଲୋକ ଜୀବନଯାପନ କରୁଛନ୍ତି, ଖାଦ୍ୟପେୟ ଗ୍ରହଣ କରୁଛନ୍ତି
ସେଇଥିପାଇଁ ଏ ବଜ୍ରାସନଟା ମୁଁ ଆପଣଙ୍କୁ ବତେଇବି। ବଜ୍ରାସନ ଆପଣ କରନ୍ତୁ, ଖାଇସାରିଲା ପରେ ତା କରିବେ। ଖାଇସାରିଲା ପରେ ଯଦି ବଜ୍ରାସନ ଆପଣ ବସିବେ, ଯଦି ଆପଣ 15 ମିନିଟ୍ ମଧ୍ୟ ବସନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଉପକାର କିଛି ହେବ। ବହୁତ ସହଜ ଆସନ, ସରଳ ଆସନ, ଆପଣ ବସିପାରିବେ। ମୁଁ ପଛ ପାଖଟା ଆଗେ ଦେଖେଇ ଦେଉଛି, এই ପ୍ରକାର ଭାବରେ ଆପଣ ବସିବେ। ଆଉ ତାପରେ ସାବନ ପାଖଟା ମଧ୍ୟ ଦେଖେଇବି। ହାତ ଗୁଡ଼ାକ ଟାଣ ରହିବ, ବଜ୍ର ଆସନଟା ସେଥିପାଇଁ ହେଇଛି। ଜଙ୍ଘ ଉପରେ ହାତକୁ ଟାଣ ରହିବେ, ଆଉ ନାଭି ପାଖରେ ମନକୁ ଦେବେ। ଆଉ ସେତେବେଳେ ଚିନ୍ତା କରିବେ ମୋର ହଜମ ଶକ୍ତି ଅଛି ପ୍ରବଳ। ହନୁମାନ, ଭୀମ, ଅଗସ୍ତୀ, କୁମ୍ଭକର୍ଣ୍ଣ ଏମାନଙ୍କର ଯେପରି ହଜମ ଶକ୍ତି ପ୍ରବଳ ଥିଲା, ମୋର ହଜମ ଶକ୍ତି ମଧ୍ୟ ସେଠି ପ୍ରବଳ। ଏ ଚିନ୍ତା ଆପଣ ମନେ ମନେ କରିବେ, ପାଟିରେ ଖୋଲିକି କହିବା ଦରକାର ନାହିଁ। ନାଭି ପାଖରେ ମନକୁ ରଖିବେ, ମଣିପୁର ଚକ୍ର ମନକୁ ରଖିବେ, ମନ ସକ୍ରିୟ ହେବ। ଆଉ ଆପଣଙ୍କର ହଜମ ଶକ୍ତି ବହୁତ ଭଲ ହେବ, ବଦହଜମୀ ଜିନିଷଟା ବନ୍ଦ ହେଇଯିବ। ବର୍ତ୍ତମାନ ତ ଏସିଡ଼ିଟି ରୋଗ ସଂସାରରେ ବେଶୀ, ବହୁତ ବେଶୀ। ଆଉ ଏଣ୍ଟାସିଡ୍ ବିକିକି ବର୍ତ୍ତମାନ ଡାକ୍ତର ଲାଲ ଲାଲ ହେଇଯାଉଛନ୍ତି। କିନ୍ତୁ ଆପଣ ଯଦି ଏଇ ଆସନଟା କରିବେ ତାହେଲେ ଆପଣଙ୍କର ପାଟି ବାଟ ମଧ୍ୟ ମୁଁ ବାହାର କରୁନି, ଆପଣଙ୍କର ଆପେ ବାହାରିଯିବ। ଚେଷ୍ଟା କରିବେ ନାହିଁ, ଏଥିରେ ଆପଣ ଉର୍ଦ୍ଧ୍ୱବାୟୁ ବାହାରିଯିବ ବା ଅର୍ଦ୍ଧବାୟୁ ମଧ୍ୟ ମଳଦ୍ୱାର ଦେଇ ବାହାରିଯିବ। ଆଉ ଆପଣ ସାଙ୍ଗେ ସାଙ୍ଗେ ହାଲକା ଅନୁଭବ କରିବେ। এই ଆସନଟା ହେଉଛି ବଜ୍ରାସନ। ଏଇଟା ବହୁତ ଉପଯୋଗୀ ଆସନ, ସେଇଥିପାଇଁ ମୁଁ କହୁଛି। ଆମେ ଖାଇସାରିଲା ପରେ ସାଙ୍ଗେ ସାଙ୍ଗେ ପାଣି ପିଇବା ଉଚିତ ନୁହେଁ, କିନ୍ତୁ ବଜ୍ରାସନ ଗୋଟେ ଲାଭ ହେଉଛି ଆମେ ଖାଇସାରିଲା ପରେ ଯଦି 15 ମିନିଟ୍ ମଧ୍ୟ ବଜ୍ରାସନ କରୁ, ତାପରେ ମଧ୍ୟ ପାଣି ଆପଣ ପିଇପାରିବେ, କିଛି କଥା ନାହିଁ। ତାର ଅର୍ଥ ନୁହେଁ ଯେ ବଜ୍ରାସନ ଆପଣ କଲେ ଚା ଛାତା ଖାଇବେ, ସେମିତି ପାଇଁ ଯୋଗ ତିଆରି ହେଇନି। ଯୋଗ ହେଉଛି ନିରୋଧାତ୍ମକ ଆସନ, ନିରୋଧମୂଳକ ଚିନ୍ତା। ତେଣୁ ନିରୋଧ ପାଇଁ ଆପଣ ଏଟା କରୁଛନ୍ତି, ଆପଣ ପ୍ରବୃତ୍ତି ପାଇଁ ଏ ସାଧନ କରୁନାହାନ୍ତି। ତେଣୁ ଆପଣମାନେ এই ପ୍ରକାର ଆସନ ବସନ୍ତୁ, ଅଧବାୟୁ ଏମିତି ବାହାରିଯିବ ଆପଣ ଦେଖନ୍ତୁ। ଆଉ କିଛି ସମୟ ପରେ ଆପଣ ସମ୍ପୂର୍ଣ୍ଣ ଆରାମ ଅନୁଭବ କରିବେ। ଇଏ ଅତ୍ୟନ୍ତ ସହଜ ସରଳ ଆସନ ହେଉଛି ବଜ୍ରାସନ। ଏହାକୁ ଆପଣ ବରାବର ବ୍ୟବହାର କରିପାରିବେ, ସ୍ତ୍ରୀ ଲୋକମାନେ ମଧ୍ୟ କରିପାରିବେ, ଗର୍ଭବତୀ ସ୍ତ୍ରୀ ଲୋକମାନେ ମଧ୍ୟ କରିପାରିବେ, ରୋଗୀ ମଧ୍ୟ କରିପାରିବ, ପୀଡ଼ିତ ମଧ୍ୟ କରିପାରିବ, ଜ୍ୱରରେ ଥିବା ରୋଗୀ ମଧ୍ୟ କରିପାରିବ। କାହାରି ପାଇଁ କିଛି ବାରଣ ନାହିଁ, ତା କରନ୍ତୁ। ହଁ, ଏହା ନିରାଟ ସତ କଥା ଯେ ପ୍ରାରମ୍ଭିକ ଅବସ୍ଥାରେ ଆପଣମାନେ ବେଶୀ ସମୟ ରହିପାରିବେ ନାହିଁ, କାରଣ ଆପଣଙ୍କର ଯେଉଁ ଗୋଡ଼ ଆଙ୍ଗୁଳି ସବୁ ସେଇ ଜାଗାରେ ଯେଉଁ ଖଞ୍ଜା, ସେ ଜାଗାରେ ଦରଜ ଆସିପାରେ। ତାକୁ ଆସ୍ତେ 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 ବଢ଼େଇବା ସମୟ 5 ମିନିଟ୍ କରିପାରନ୍ତି, 10 ମିନିଟ୍ କରିପାରନ୍ତି, 15 ମିନିଟ୍ କରିପାରନ୍ତି, 20 ମିନିଟ୍ କରିପାରନ୍ତି, ଅଧଘଣ୍ଟା କରିପାରନ୍ତି, ସେତିକି ଯାଏନି। କିଛି ସମୟ ରହିଲା ପରେ ଆପଣ ନିଜେ ଜାଣିପାରିବେ ଯେ ୟା ଦ୍ୱାରା ମୋର ଲାଭ ହେଉଛି। ଠିକ୍ ସେଇ ପ୍ରକାର ଗୋଟେ ଆସନ ଦେଖନ୍ତୁ, ବିଡ଼ାଳ ଆସନ, ବିଲେଇ ଭଳିଆ ଆସନ। এই ଆସନଟା ମଧ୍ୟ ଆପଣ ଦେଖିଥିବେ, ବିଲେଇ ମାନେ ଯେତେବେଳେ ଶୋଇକି ଉଠିବେ, ଏହାକୁ ଟିକେ କରିବେ, ଟିକେ କରିବେ, ଆଗକୁ କରିବେ, ପଛକୁ କରିବେ। ଆପଣ ମଧ୍ୟ ସେମିତି ଆଗକୁ ପଛକୁ ଟିକେ କରିବେ। ଆଉ ଏଥିରେ ମଧ୍ୟ ଯଦି ଉର୍ଦ୍ଧ୍ୱବାୟୁ ଥିବ, ଏଇଟା ବହୁତ ସହଜ ଆସନ, ସରଳ ଆସନ, ସବୁ ଲୋକ କରିବେ। ଆଉ ତା ଦ୍ୱାରା ଆପଣଙ୍କର ଶରୀର କୌଣସି କ୍ଷତି ହେବ ନାହିଁ। ଆଉ ଗୋଟେ ଆସନ ମୁଁ ଆପଣଙ୍କୁ କହିବି। ବର୍ତ୍ତମାନ ଆପଣ ଜାଣିଥିବେ ଡାଇବେଟିସ୍ ବା ମଧୁମେହ ଗୋଟେ ସାଧାରଣ ରୋଗରେ ପରିଣତ ହେଇଛି। ଯିଏ ରୋଗକୁ ପଚାରିବେ ଦେଖିବେ ତା ଡାଇବେଟିସ୍ ଅଛି। ଆଉ ସେଇ ଆସନଟା ପାଇଁ ବସ୍ତିଭୂତ ଆସନ କରିବେ। ଏ ଆଙ୍ଗୁଳି ଦିଟା ଧରିବେ ଏବଂ ପେଟକୁ ଦବେଇ ଦେଇ ଏଇଠି ମୂଳଟା ଛୁଇଁଲା ଭଳିଆ ଚେଷ୍ଟା କରିବେ। ଯେତିକି ଯିବ ଆପଣ ଭାବିବେ ନାହିଁ ଯେ ଆଜ୍ଞା ଏତେ ପହଞ୍ଚିଲାନି, ସେମିତି ହେଲାନି, ସେମିତି କିଛି କଥା ନାହିଁ। ଯେତିକି ଆପଣ ଯିବେ ସେତିକି ଆପଣ କଲେ ମଧ୍ୟ ଉପକାର ହେବ। ଏ ସ୍ଥିତିରେ ଆପଣ 10 ମିନିଟ୍ ରହିପାରନ୍ତି। ହଁ, ପ୍ରଥମରୁ 10 ମିନିଟ୍ ଆପଣ ରହିପାରିବେ ନାହିଁ, ମୁଁ ମାନୁଛି, କିନ୍ତୁ ଆସ୍ତେ 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 ଆପଣ ରହିପାରିବେ। ଆପଣଙ୍କର ଅସୁବିଧା କିଛି ହେବ ନାହିଁ। ଏହା ଫଳରେ କ'ଣ ହେବ, ଆମର ଯେଉଁ ସୂର୍ଯ୍ୟ ଚକ୍ର ଅଛି,
ପାନକ୍ରିୟାସ ଆମେ ଯାହାକୁ କହୁଛୁ, ତାକୁ ସୂର୍ଯ୍ୟ ନାଡ଼ି ବୋଲି ଆଗେ କହୁଥିଲେ ମୁନିମାନେ। ପାନକ୍ରିୟାସ ଗ୍ଲାଣ୍ଡ ଅଛି, ସେଥିରେ ଇନ୍ସୁଲିନ୍ କ୍ଷରିତ ହେବ। ଦୁଇ ପ୍ରକାର ଡାଇବେଟିସ୍ ଅଛି। ଗୋଟେ ହେଉଛି ଇନ୍ସୁଲିନ୍ ଆଦୌ କ୍ଷରଣକାର ହେଉନାହିଁ, ସେମାନେ ବାହାରୁ ଇନ୍ସୁଲିନ୍ ଫୋଡ଼ି ହେଉଛନ୍ତି। ଆଉ କେତେ ଲୋକ ଯେତିକି ଇନ୍ସୁଲିନ୍ କ୍ଷରିତ ହେବା କଥା ସେତିକ ହେଇପାରୁନି, ଇନସଫିସିଏଣ୍ଟ ହେଉଛି। ଯେଉଁମାନଙ୍କର ଇନ୍ସୁଲିନ୍ ଆଦୌ କ୍ଷରିତ ହେଉନାହିଁ ସେମାନଙ୍କୁ ମୁଁ ଜମା କହିବିନି ଔଷଧ ଛାଡ଼ି ଦିଅନ୍ତୁ, ସେମାନେ ଇନ୍ସୁଲିନ୍ ନିଅନ୍ତୁ ବାହାରୁ। କିନ୍ତୁ ତା ସାଙ୍ଗରେ ସାଧନଟା ମଧ୍ୟ କରନ୍ତୁ। କଲେ କ'ଣ ହେବ, ଆସ୍ତେ 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 ଯେଉଁ ବିଟା ସେଲ୍ ଗୁଡ଼ାକ ଅଛି ପାନକ୍ରିୟାସ୍ ଗ୍ଲାଣ୍ଡ ଭିତରେ ସେଗୁଡ଼ା ସକ୍ରିୟ ହେବେ ଏବଂ ଆସ୍ତେ 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 ଆଉ ଇନ୍ସୁଲିନ୍ ଦରକାର ହେବ ନାହିଁ। କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ଇନ୍ସୁଲିନ୍ ମଧ୍ୟ ନିଅନ୍ତୁ, ତା ସାଙ୍ଗରେ ଏ ଆସନ ମଧ୍ୟ କରନ୍ତୁ। ତାକୁ ପଶ୍ଚିମୋତ୍ତାସନ କୁହନ୍ତି ବା ଜାନୁ ଶିରାସନ କୁହନ୍ତି। ଏ ଦୁଇଟା ଆସନ ଆପଣ ଗୋଟିଏ ନାମ ଯେକୌଣସି ଦେଇପାରନ୍ତି। ଜାନୁ ମାନେ ଆଉ ଶିର ମାନେ, ଜାନୁ ଶିରାସନ ତାକୁ କହିପାରନ୍ତି ବା ପଶ୍ଚିମୋତ୍ତାସନ କହିପାରନ୍ତି। ଏଇଟା ମଧ୍ୟ ବହୁତ ଗୋଟେ ଉପଯୋଗୀ ଆସନ, ଯାହାକି ସବୁ ଲୋକ କରିବା ଉଚିତ। ଇଏ ଗୋଟେ ଆସନ ଦେଖନ୍ତୁ, ଉତ୍ତାନ ଏକପାଦାସନ। ଉତ୍ତାନ ଏକପାଦାସନ, ଗୋଟିଏ ପଦକୁ ଆସ୍ତେ ଆସ୍ତେ ଉଠେଇକି ରଖିବେ। ଆପଣ ଦେଖୁଥିବେ ଆଜିକାଲି ବହୁତ ଲୋକ ହାର୍ଟ ଡିଜିଜ୍ ହେଉଛି, ଆଉ ସେମାନେ ଏ ପ୍ରକାର ପାଦଟା ଉଠେଇ ପାରିବେନି। ମୁଁ ଯଦି ଛଟକା ଟେକିଦେବେ ସେମାନେ ଛଟକି ଟେକି ପାରିବେ। ତାକୁ ଓହ୍ଲେଇବେ, ଆସ୍ତେ 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 ଓହ୍ଲେଇବେ। ଟେକିଲା ବେଳେ ସଟ୍ ଟେକିଦେବେ, କିଛି ଅସୁବିଧା ନାହିଁ। 3-4 ଥାକ କରିକି ଓହ୍ଲେଇବେ। ଓହ୍ଲେଇବେ, ପୁଣି ଏଟାକୁ ଟେକିବେ, ଆସ୍ତେ 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 ଓହ୍ଲେଇବେ। ଯେଉଁମାନଙ୍କ ଆର୍ଥାଇଟିସ୍ ଇତ୍ୟାଦି ବହୁତ କିଛି ରୋଗ ଅଛି ସେ ମଧ୍ୟ ଆପଣ ଏଇଟା କରିପାରିବେ। ତାହେଲେ କ'ଣ ହେବ, ପାଦର ଯେଉଁ ଗଣ୍ଠି ଗୁଡ଼ାକ ଅଛି ସେଗୁଡ଼ା ସବୁ ଆସ୍ତେ ଆସ୍ତେ ଢିଲା ହେବେ। ତାଙ୍କର ଗଣ୍ଠି ଗୁଡ଼ା ସବୁ ଶକ୍ତ ହେଇଯାଇଛି, ସେଇଥିପାଇଁ ଗଣ୍ଠି ଗୁଡ଼ା ଭଲ ଚାଲେ ନାହିଁ, ସେଗୁଡ଼ା ଆସ୍ତେ 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 ଢିଲା ହେଇଯିବ। ଆଉ ଯେଉଁ ପାଦଟାକୁ ଆପଣ ଉପରକୁ ଟେକିଲେ ତା ପ୍ରତି ରକ୍ତ ସଞ୍ଚାଳନ ଅଧିକ ହେବ। ତାକୁ ଦୁଇ ପ୍ରକାର ମଧ୍ୟ କରାଯାଇପାରେ। ଦୁଇଟା ଗୋଡ଼ ଏକ ପାଦାସନ ଯେମିତି କହିଲି, ଦ୍ୱିପାଦାସନ କରାଯାଇପାରେ। କିଛି ସମୟ ଏମିତି ରଖିବେ। ଆସ୍ତେ ଆସ୍ତେ ଓହ୍ଲାନ୍ତୁ। ତିନି ଚାରି ଥାକରେ ଓହ୍ଲେଇବେ। ଦେଖିବେ ଦେହଟା ଥରିବା ଭଳିଆ ଲାଗିବ, ଯାହାର ଅଭ୍ୟାସ ନାହିଁ। ଆମର ଅଭ୍ୟାସ ଦେହ ଥରୁନି, ଯାହାର ଅଭ୍ୟାସ ନାହିଁ ଦେହଟା ଥରିବା ଭଳିଆ ଲାଗିବ। ତାକୁ ସମ୍ଭାଳିବେ, ଡରିବେନି, କିଛି ହେବନି। এই আসনটা ଯେଉଁମାନେ କରିବେ ତାଙ୍କର ଗୋଟେ ଲାଭ ତଟକା ହେବ। ଯେଉଁମାନଙ୍କର କୋଷ୍ଠବଦ୍ଧତା ଅଛି, ଝାଡ଼ା ପରିଷ୍କାର ହେଉନାହିଁ, ସେମାନେ ଯଦି ଝାଡ଼ା ଯିବା ପୂର୍ବରୁ এই আসনটা କରିକି ଝାଡ଼ା ଫେରିବାକୁ ଯିବେ, ଦେଖନ୍ତୁ ଭୋର ସକାଳ ଆପଣ ଯେତେବେଳେ ଉଠୁଛନ୍ତି ବିଛଣାରୁ, ପାଣି ପେଟେ ପିଇ ଦିଅନ୍ତୁ, 2-3 ଗ୍ଲାସ୍ ପାଣି ପିଇ ଦିଅନ୍ତୁ। ଯଦି ପାରନ୍ତି ଉଷୁମ ପାଣି ପିଅନ୍ତୁ। ଉଷୁମ ପାଣି ପିଇଲେ ଝାଡ଼ା ପରିଷ୍କାର ସୁନ୍ଦର ଭାବରେ ହେବ। ଯେଉଁମାନଙ୍କର ଖାଲି ପାଣି ପିଇବା ପାଇଁ ଇଚ୍ଛା ହେଉନି, ସାମାନ୍ୟ ଟିକେ ଲେମ୍ବୁ ରସ ଦେଇପାରନ୍ତି, ଅଳ୍ପ, ବେଶୀ ଦେବେ ନାହିଁ, ଏସିଡ୍ ଇତ୍ୟାଦି କାଟିଥିବ, ଗୋଳମାଳ କରିବ। ତେଣୁ এই আসনটা ସେମାନେ କରନ୍ତୁ ଏବଂ ସେ আসନ ପରେ এই ଗୋଡ଼କୁ ଆଡ଼ଜଷ୍ଟ କରିବା ପାଇଁ ଆସ୍ତେ ଆସ୍ତେ এটা କରନ୍ତୁ। ତାପରେ ଉଠିକି ବସନ୍ତୁ।
यार ना हूँ सर्वांगासन। ये सर्वांगासन देहर बहुत प्रकार उपकार कर पाए। विशेषकर स्त्री लोक मान जो मानकर जरायु बाहरी आसुची बा ऋतुगत बेमारी अच्छी से सर्वांगासन बहुत भल आसन। टिके कष्टकर अवश्य करने किंतु इच्छा गले आप करें। या पर देखो पवन मुक्तासन जो मानकर वायु दोष इत्यादि पेटे अच्छी से यहाँ बहुत आवश्यक आसन। नाक को आंटा चेष्टा करेंगे। डाण गोटू से नाक को आंटू छुआ चेष्टा करेंगे। जबकि हूँ कि चिंता नहीं से निश्वास बंधे सब भल हम निश्वास को छाड़ी दे पूरा पूरी पेट खाली कर देगी करेंगे। तापर दुईटा सारा आंठु आसो आगे निश्वास नहीं छाड़ दिंतु। यार नाम जैसे पवन मुक्तासन सेमती पवन जो पेटर थी से बाहरी आ सांगे सांगे काम दब। जो मान हाइपर एसिडिटी अच्छी जो मैंने बराबर एंटासिड खाऊँ से यहाँ करके परीक्षा कर पारती। यहाँ हूँ आप समस्ते हलिबे भी किसी नियम ना। किसी लोग एमती भी पारती किसी लोग हली पारती इे भी गड़ा जापे इे भी गड़ा जापे जी पारे स्थिति करेंगे देह उपर बल प्रयोग करेंगे। किसी स्पाइन साधन आपको देखी जो स्पॉन्डिलाइटिस अच्छी जो मैंने उठा बसा भल कर पारना मोटरसाइकेल साइकेल चढ़ी पारना पेट की पूरा शई जातु डाण हाथ बाँ गोड़ आस्ते आस्ते टेक बाँ हाथ को अटा रख आस्ते आस्ते उड़ा निश्वास छाड़ दिया पुणी डाण हाथ के ऊपर अटा रख आ गोटे आसन बोलते स्पाइन पाई भुजंगासन कहती। भुजंग मान साप सर्पासन कहती चातकासन कहती। ताले मेरुदंड भल मत केते लोग कहते आगे आम तो कहींपारू कष्ट होती से प्रकार करती। टिके रेस्ट ने कहीं द्वारा टी आपको बेस स्ट्रेस पड़े देह पर प्रथम कही बेस स्ट्रेस देखो देवे ना। आ गोटे से स्पाइन दौर त्रिकोणासन
ବାଁ ଗୋଟେ ଦେଖନ୍ତୁ आजिकाली हाइपरटेंशन बा ब्लड सुगर रोग गोटे अति दुरारोग्य व्याधि हो आपण मैंने यदि मुंडुकासन करेंगे ताहले से निष्कृति पाइबे मुंडुक मान भी व्यंग व्यंग भाया आप रही देखो विरक्त लगे मुंड को उठी पारती मुंड तो यही पोज रे अंत 10 मिनट रहे आ गोटे समर्पणा ब्लड कपाल लगे तौक नाक लगे तौक आ पूरा पेट और ऊपर भार भी यहाँ तो 15 मिनट आप करेंगे कौन से प्रकार आप स्ट्रेस देह उपर ना से आप संपूर्ण भाव में आत्मा पाखे समर्पण कर दिखाते आत्मदे मत बारंतु रखु जहाँ करूँ मुझे आप शरणापन्न हो पाइन आ गोटे नाट्यासन अच्छे उल्टा प्रकार नाटासन अच्छी जितक समय रखिए तापर उड़े प्रत्येक आसन पर 2-4 मिनट आप रेस्ट ने तापर आ गोटे आरंभ करेंगे सांगे सांगे धड़ धाड़ करेंगे ना ता द्वारा आपंकर क्षति होवार संभावना अच्छी आस्ते आस्ते जिते हावले हावले करेंगे किसी आसन प्रदर्शन मु कली ये सब सावधानता सहित करेंगे देह उपर जपर कौन स्ट्रेन न पड़े ताप चेष्टा करेंगे जदि निहाती कर पार्टी मो पाखक आसवे मुझे बतईदेवी हाथ गोड़ धरी शिखेदेवी आप निश्चित साधन करेंगे आ उपकार पाइबे जय।